ରେଳମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ନୂଆ ଲାଇନ୍ ବାଦାମ ପାହାଡ଼ କେନ୍ଦୁଝରଗଡ଼। ଓଡ଼ିଶାରେ 70,000 କୋଟି ଟଙ୍କାରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ ନିର୍ମାଣାଧୀନ ଅଛି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି. ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡ଼ିଶାରେ ରେଳ ଯୋଗାଯୋଗ ଓ ଆଇ.ଟି. ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ଆଲୋଚନାରୁ ଜଣାଯାଇଛି ଯେ ଓଡ଼ିଶାରେ ବର୍ତ୍ତମାନ 48ଟି ନୂଆ ରେଳ ପ୍ରୋଜେକ୍ଟ ନିର୍ମାଣ କାମ ଚାଲିଛି। ଏଥିପାଇଁ 73,723 କୋଟି ଟଙ୍କା ବିନିଯୋଗ କରାଯାଉଛି। ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ 8ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି। ଏହି 8ଟି ପ୍ରକଳ୍ପ ହେଉଛି ଗୁଣୁପୁର ଥେରୁବାଲି ନୂଆ ଲାଇନ୍, ଜୁନାଗଡ଼ ନବରଙ୍ଗପୁର ନୂଆ ଲାଇନ୍, ମାଲକାନଗିରି ପାଣ୍ଡୁରଙ୍ଗପୁରମ୍ ଭାୟା ଭଦ୍ରାଚଲମ୍ ନୂଆ ଲାଇନ୍, ବାଦାମ ପାହାଡ଼ କେନ୍ଦୁଝରଗଡ଼ ନୂଆ ଲାଇନ୍, ବାଙ୍ଗିରିପୋଷି ଗୋରୁମହିଷାଣୀ ନୂଆ ଲାଇନ୍, ବୋରାମର ଚକୁଳିଆ ନୂଆ ଲାଇନ୍, ସରଡେଗା ଭାଲୁମୁଣ୍ଡା ନୂଆ ଡବଲ ଲାଇନ୍ ଏବଂ ବରଗଡ଼ ରୋଡ୍ ନୂଆପଡ଼ା ରୋଡ୍ ନୂଆ ଲାଇନ୍। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ଆସନ୍ତା 5 ବର୍ଷ ମଧ୍ୟରେ ଓଡ଼ିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ। ସୂଚନାଯୋଗ୍ୟ ଯେ 2014ରୁ 2024 ମଧ୍ୟରେ ଓଡ଼ିଶାରେ 1827 କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ କରାଯାଇଛି, ଯାହାକି ଶ୍ରୀଲଙ୍କାର ରେଳ ନେଟୱାର୍କ ଠାରୁ ଅଧିକ। ଏହି ଅବଧି ମଧ୍ୟରେ 427ଟି ରେଳ ଅଣ୍ଡରବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି। ଓଡ଼ିଶାରେ 6ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ ଯୋଜନାରେ 59ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି. ଦିବ୍ୟେନ୍ଦୁ ଶେଖର ଅଙ୍କରି।